ଆମ ଦେଦରାକି ଯାଇଥିଲୁ ନାକ୍ରି ଦୁର୍ଗ ବହୁତ ମଜା ମସ୍ତି କଲୁ ସେନ ପରିବାର ସହିତ ସମସ୍ତେ ଯାଇଥିଲୁ ବଢିଆ ଲାଗଲା। ଆଚ୍ଛା ଆଚ୍ଛା କେନେ ଆମର ଘର ସାମ୍ନାରେ ଅଛ? ଆସ 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 ଏଇ ବାରିଆଡେ ଅଛି ହଁ ପଳେଇ ଆସ। ଆଉ ଭାଇଆ କାଣା ଖବର? ବହୁତ ଖୁସି ଅଛୁ ତ? ଆମ ଆଡେ ସବୁ ଭଲ। ତୁ ତ ଜାଣିଛୁ ରେଢା କଥା କାଣା ହେଇ ଆଉ ତୋର କାଣା ଖବର କହ? ଭଲ ନାଇଁ ହବ ସବୁବେଳେ ଟେନସନ ରହୁଛେ ମାଇଣ୍ଡଟା। କାହିଁକି ଦେଖ ମାସକୁ ଲକ୍ଷେ ଟଙ୍କା କମଉଛେ ଫିର ବି ସେଟା ଅଣ୍ଟବାର ନାହିଁ। ସବୁବେଳେ ଟେନସନ 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 ଭିତରେ ରହିଯାଉଛି କିନ୍ତୁ ମାସକୁ ମୁଇଁ 15,000 ପାଉଛେ ଆଉ ତାର ଭିତରେ ମୋର ପରିବାର ଭାଇ ବହୁତ ଖୁସିରେ ରହୁଛୁ ତାର ଭିତରେ ହିଁ ଆମେ ଚଳୁଛୁ ପରିବାର କେମିତି କେତେବେଳେ କାଣା ହେଇଛି ବି ସେଟା ବି ମୁଁ ନିଜେ ନାଇଁ ଜାଣି। ସକାଳୁ ଉଠିଲେ ମିଟିଂ ମିଟିଂ ପରେ ଅଫିସ ଅଫିସ ପରେ ଫେର ମିଟିଂ ମିଟିଂ ଅଫିସ ଅଫିସ ମିଟିଂ ଏନ୍ତା ଚାଲିଛେ ଲାଇଫ କିଏ ବି ଫୁର୍ସତ ନାଇଁନ ନା ପରିବାରକେ ଦେଇ ପାରୁଛେ ନା ମୋର ଛୁଆମାନଙ୍କୁ ଦେଇ ପାରୁଛେ ଏନ୍ତାରେ ବିତି ଯାଉଛେ। ଲକ୍ଷେ ଟଙ୍କା ପାଇଲେ କାଁ ଫାଇଦା ମାସକୁ? ତୁ ତ ଜାଣିଛୁ ମୁଁ କେତେ ଟଙ୍କା ଦରମା ପାଉଛେ ତାର ଭିତରେ ଆମେ ପରିବାରରେ ଚଳି ଯାଏସି ଆଉ ତାର ଭିତରେ ମୋର ଭଉଣୀର ଫେର ସ୍କୁଲ ଫିଜ୍ ଅଛି ସବୁ ଦେଇକିନା ଫେର ଆମେ ପରିବାରଟିକୁ ଚଳି ଯାଏସି। ଆରେ ଭାଇ ମାସକୁ ଯେତିକି ବି ଦରମା ପାଉଛେ ତାର ଭିତରେ ଅଧା ତ EMI ରେ ଯାଉଛେ ଘର ଭଡ଼ା ଏଥିରେ ଯାଉଛେ ପରିବାର ଯେନ୍ ଆମର ପାରିବାରିକ ଯେନ୍ ଖର୍ଚ୍ଚ ହଉଛି ସେଥିରେ ଯାଉଛେ ଆଉ ବାପାଙ୍କର ଦେହ ଖରାପ ହଉଛେ ସେଥିରେ ବି ଟିକେ ଖର୍ଚ୍ଚ ହଉଛେ ନା ପଇସା ଟିକେ ସେଭ୍ କରିପାରୁଛେ ନା କରିପାରୁଛେ ବରଂ ମାସକୁ ମୋ ସାଙ୍ଗମାନଙ୍କୁ ଉଧାର ବି ନେବାକେ ପଡୁଛେ ବେଲେ ବେଲେ ଇଟା ହଉଛେ ମୋର ଲାଇଫ ଆଉ କାଣା କରିବି କହ? ସେଇଟା ତ କହୁଛେ ତାର ଭିତରେ ମୁଇଁ ଫେର କିଛି ସେଭ୍ ବି କରିପାରୁଛି କେତେ ଟଙ୍କା ସବୁ ରହିବାର ନାଇଁ କେ ଆମର ପାଖରେ ପାର୍କ ହଉ ଏଇ ଯେନ୍ ଖଣ୍ଡାଢିରେ ଅଛି ଆମର ଯେନ୍ ପାର୍କ ସେନକେ ବୁଲି ଯାଇସୁଁ ଫରେଷ୍ଟ ପାର୍କ ଅଛେ ରେଢାଖୋଲ ସେନକେ ବୁଲି ଯାଇସୁଁ ଇକୋ ପାର୍କ ବି ଅଛେ ସେନକେ ବି ବୁଲି ଯାଇସୁଁ ଏନ୍ତା ଆମର ଦିନଟା କଟି ଯାଉଛେ ପରିବାର ଲୋକ ତାର ଭିତରେ ହିଁ ଆମେ ଶାନ୍ତିରେ ରହୁଛୁ। ଆମେ ତ ବଡ଼ ବଡ଼ିଆ ଲୋକ ନା ଭାଇ ବଡ଼ ବଡ଼ ପାର୍କ ଯାଉଥିବ ବଡ଼ ବଡ଼ ରେଷ୍ଟୁରାଣ୍ଟ ଯାଉଥିବ ତମର କଥା ଆମେ କହିମୁ ଆରେ ସେଇଟା ତ କହୁଛେ ନା ପରିବାର ସହିତ ଟାଇମ ଦେଇ ପାରୁଛେ ନା ପଇସା ଟିକେ ସେଭ୍ କରିପାରୁଛେ ଥିଲାଗି ମୋର ମାଇଣ୍ଡ ଡିପ୍ରେସ ରହୁଛେ ଲାଇଫରେ କେତେବେଳେ କାଣା ହବା ସେଟା ମୁଇଁ ବି ନାଇଁ ଜାନି ସବୁବେଳେ ମାଇଣ୍ଡ ଡିପ୍ରେସ ରହୁଛେ। କାହାକେ କହିବୁ ଏ କଥା କାହାକେ କହିବୁ ତୁଇ ନିଜେ କହ। ଠିକ କହୁଛୁ ଭାଇ ମନୁଷକେ ନା ଶାନ୍ତି ଦରକାର ହେ ଯେତେବେଳେ ଶାନ୍ତିରେ ରହିବା ନା ତେବେ ଯାଇକିନା ଖୁସି ଆସବା ଆଉ ଖୁସି ଆସିଲେ ହସୁଥିବୁ ସବୁବେଳେ କାହିଁ ଟେନସନ ନବୁ ଯେତିକି ଅଛେ ସେତିକିରେ ହିଁ ଚଲମା ଆମେ ଆଉ ବେଶୀ ଆଶା ରଖବୁ ନା ସେତିକି ଟେନସନ ବଢବା ଆଉ ଟେନସନ ବଢିଲେ ଦେହ ଖରାପ କେତେବେଳେ ହାର୍ଟ ଆଟାକରେ ମରବୁ ସେଟା ମନେ ରଖିଥା। ସେଇଟା ପରେ କହୁଛି ନ୍ୟୁ ଇୟରରେ ମୁଁ ଦୁସରା ଚାକିରିଟେ କରିନି ଯେନ୍ 2 ଲାખ 3 ଲାખ ପାଇପାରୁଥିବି ସେ ଚାକିରିକେ ଆଶା ରଖିଛି ଟିକେ ଅଧିକା ଦରମା ମିଳିଲେ ପରିବାରଟା ମୁଇଁ ଚଲେଇ ପାରିବି ଏଇଟା ମୁଇଁ ଭାବୁଛେ ତାପରେ ଯାଇକିନା ବିନ୍ଦାସ ରହିପାରିବି ବୁଝିଲୁ। ଆରେ ସେଇଟା ତ କହୁଛେ ପଇସାରେ କେବେ ଖୁସି ହିଁ ନାହିଁ ଆସେ ଆଉ କମ ପଇସା ଥିବି ମୁଇଁ ଖୁସ ଅଛେ ଶାନ୍ତିରେ ଅଛେ ଆଉ ଖୁସିଟା ନା ପଇସା ଦେଇକିନା କିଣି ନାହିଁ ହଏ ଏଇଟା ମନେ ରଖିଥା। ଅଟୋମେଟିକ ଯଦି ଶାନ୍ତି ତୁ ଚାହୁଁଛୁ ମନ ଭିତରେ ଦିମାଗ ଯଦି ତୁ ଚାହୁଁଛୁ ନା ତ ଯେତିକି ଅଛେ ତାର ଭିତରେ ହିଁ ଲିମିଟରେ ରହ ଆଉ ଲିମିଟ ବାହାରେ ଖର୍ଚ୍ଚ କରିବୁ ଟେନସନ ବଢବା ଟେନସନ ବଢିଲେ ଜାଣିଛୁ ଆଜିକାଲି ଯେନ୍ ରୋଗ ମାନେ ହଉଛି ହାର୍ଟଚୋକ୍ ହବା ଟେନସନ ହେଲେ ବ୍ରେନ ଷ୍ଟ୍ରୋକ ହବା ଆଉ କାଣା କହିମି ତତେ କହ ହେଥିଲାଗି ସବୁ ଛାଡ ଯେତିକି ତୁଇ ଅଛେ ଯେ ଦରମା ଯେତିକି ପାଉଛୁ ତାର ଭିତରେ ହିଁ ରହ ଏତିକି ମନେ ରଖିଥା। ଠିକ କହୁଛୁ ତୁଇ ଜୀବନରେ ଶାନ୍ତି ହେଲେ ଯାଇକିନା ଖୁସିରେ ରହିହେବା ଆଉ ଏ ମାଇଣ୍ଡ ଡିପ୍ରେସ ରହୁଛି କି ଟେନସନ ରହୁଛି ଆଉ ଟେନସନ ବି ନାହିଁ ମତେ ଦେଖ ମୁଁ ଲକ୍ଷେ ଟଙ୍କା କମଉଛି ଫିର ବି ଟେନସନରେ ରହୁଛେ ମାସକୁ ଲକ୍ଷେ ପାଇଲେ କାଁ ଫାଇଦା? ତୁଇ କିନ୍ତୁ 15,000 ପାଉଛୁ ସେଥିରେ ଖୁସିରେ ରହୁଛୁ ପରିବାର ସହିତ ରହିପାରିଲୁ ଗାଁରେ ରହିଲୁ ଗାଁ ଲୋକମାନଙ୍କ ସହିତ କଥା ହେଲୁ ବାର୍ତ୍ତା ହେଲୁ ସବୁ କଲୁ କିନ୍ତୁ ମୁଇଁ ଯେ ବାହାରେ ରହୁଛେ ଘର ଭଡ଼ା ନେମି ପରିବାର ଚଲମି ସ୍କୁଲ କଥା ବୁଝମି ପରିବାର କଥା ବୁଝମି ବାପାଙ୍କର କଥା ବୁଝମି ଏ ସବୁତିକ ନେଇକିନା କଲା ବେଲକେ ନେଇକି ନା ପଇସା ସେଥିରେ ଅମରୁଛେ ନା ମୁଇଁ ଖୁସିରେ ରହିପାରୁଛେ ସେଥିରେ ତ ଟେନସନ ରହୁଛେ ଲାଇଫରେ ଛେ ଇଥର ନୂଆ ବର୍ଷରେ 2025ରେ ନା ସେଟା ପ୍ରମିସ କଲି ନା କାହାରନୁ ଉଧାର ଆଣିବି ନା ବେଶୀ କିଛି ଆଶା ରଖମି ଯେତିକି ପଇସା ମାସକୁ ଯେନ୍ ପାଉଛି ନାଇଁ କା ଯେନ୍ କହୁଥିଲୁ ଯେତିକି ଅଛି ସେ ତାର ଭିତରେ ଚଲବାର ଲାଗି ଚେଷ୍ଟା କରିବୁ ବୋଲିକିନା ତାର ଭିତରେ ହିଁ ଚଲମି ମୁଁ ଭାବୁଛେ ଇ 2025 ମୁଇଁ ଭାବୁଛେ ଏଇ 2025ରେ ଯେନ୍ କଥାଟା କହିଲୁ ଯେତିକି ପଇସା ସେତିକି ଭିତରେ ଚଲ ବୋଲି ଏଇଟା ମୁଇଁ ଚେଷ୍ଟା କରମି ସିଓର ଚେଷ୍ଟା କରମି ଆର୍ ଶାନ୍ତିରେ ରହିମି ହେଲା ତ ଆଉ କାଣା କହୁଛି ବୋଲି କହ। ଜୀବନରେ ଯଦି ଶାନ୍ତି ରହିବାର ଲାଗି ଚାହୁଁଛ ତାହେଲେ ନିଜ ପରିବାର ସହିତ ରହ ବେଶୀ ଆଶା ନାଇଁ ରଖୁନ୍ ଯେତିକି ଅଛେ ତାର ଭିତରେ ଖର୍ଚ୍ଚ କରୁନ୍ ଯେନ୍ତା କଲେ ବି ଶାନ୍ତି ଫେରି ଆସବା ପରିବାର ଏକା ସାଙ୍ଗେ କହିମା ହେଲା। ଜୀବନରେ ଯଦି ଶାନ୍ତି ରହିବାର ଲାଗି ଚାହୁଁଛନ୍ ତାହେଲେ ନିଜ ପରିବାର ସହିତ ରହୁଛ ଜୁହାର।